ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ହେଉ ମୁଁ ପରମେଶ୍ୱରଙ୍କର ମହିମା ନିମନ୍ତେ ମୁଁ ଗୋଟିଏ ଆଉ ଭିଡ଼ିଓ ଗୋଟେ ଆଉ ଆଣୁଛି ନୂତନ ଭିଡ଼ିଓ। କାହିଁକି ନା ଅନେକ ରୋଗୀ ମାନେ ଅନେକ ରୋଗଗ୍ରସ୍ତ ଲୋକମାନେ ଅଛନ୍ତି ମୁଁ ଶୁଣି ଆସୁଛି। ତେଣୁକରି ରୋଗଗ୍ରସ୍ତ ଲୋକମାନେ ମୋର ନମ୍ବର ହେଉଛି 8480861226। ଏହି ନମ୍ବରରେ କଲ୍ କରି ଯୋଗାଯୋଗ କରନ୍ତୁ। ଆରମ୍ଭ କରି ମୁଁ ଯାହା ଜାଣିଛି, ଯାହା ଲୋକମାନେ ସୁସ୍ଥ ହେଇଛନ୍ତି ତାହା ମୁଁ କହିବାକୁ ଚାହେଁ। ପରମେଶ୍ୱର ହିଁ ଗଛ ବୃକ୍ଷ ସବୁକେ ପରମେଶ୍ୱର ସୃଷ୍ଟି କରିଛନ୍ତି। ଆଉ ମୁଁ କହିବାକୁ ଚାହେଁ, ହସ୍ପିଟାଲରେ ଆଜିକେ ପଇସା ଖର୍ଚ୍ଚ କରି ବି ସୁସ୍ଥ ନାହିଁ ହେଉଛନ୍ତି, ତାହେଲେ ମୋ ସହିତ ଯୋଗାଯୋଗ କରନ୍ତୁ। ମୋ ଠାରୁ ନେଇକି ଦେଖନ୍ତୁ, ଟେଷ୍ଟ କରି ଦେଖନ୍ତୁ। ଏଭଳିଆ ବହୁତ ଭାଇ ଏମିତି ମୋ ଠାରୁ ନେଇ ଟେଷ୍ଟ କରି ଜାଣିଛନ୍ତି, ଆଉ ସେମାନେ ରୋଗରୁ ସୁସ୍ଥ ହେଇଯାଇଛନ୍ତି। ତେଣୁକରି ମୁଁ ଆପଣମାନଙ୍କ ପାଖକୁ ଏ ଭିଡ଼ିଓ କରିବାର ଦରକାର ନାହିଁ ଥାଏ। ମୁଁ ବହୁତ ଲୋକ ଠାରୁ ଶୁଣୁଛି, ବେକାରରେ ପଇସା ବର୍ବାଦ ହେଇଯାଉଛି। ତେଣୁକରି ମୁଁ ଆପଣଙ୍କୁ ଅନୁରୋଧ କରେ, ଏ ଭିଡ଼ିଓ ଦେଖନ୍ତୁ ଆଉ ସବସ୍କ୍ରାଇବ୍ ଲାଇକ୍ କରନ୍ତୁ, ବୁଝିଲେ। ଆର ଏଇ ନମ୍ବରରେ ଯୋଗାଯୋଗ କରନ୍ତୁ। ଏକରେ ହଉଛି ମଳକଣ୍ଠ ଯାହା ପାଖରେ ଅଛି ଡକ୍ଟର ପାରିନାହିଁ, এই ନମ୍ବରରେ ଯୋଗାଯୋଗ କରନ୍ତୁ। ମୁଁ ହେଉଛି ଅମର ଦାସ ସୁନାନୀ। ମୋର ଗ୍ରାମ ପୁଡ଼ାପଦର, TH ରାମପୁର, କିଆପଦର ପଞ୍ଚାୟତ। ଯୋଗାଯୋଗ କରିପାରିବେ। ମୁଁ ଡିଟୋ ଆପଣଙ୍କୁ କହିଛି। ଆଉ ଆପଣମାନେ ମୋ ଠାରୁ ଯାହା ଚେରିମୂଲି ନେଇକରି ବ୍ୟବହାର କରନ୍ତୁ ବନ୍ଧୁ। ଅଧିକ ପଇସାରେ ସୁସ୍ଥ ହେବାକେ ଚାହୁଁଛନ୍ତି, କମ୍ ପଇସାରେ ସୁସ୍ଥ ହେଇଯିବେ, ଅଧିକ ପଇସାରେ ସୁସ୍ଥ ହେଇପାରିବେ ନାହିଁ। ତେଣୁକରି ମୁଁ ଡକ୍ଟର ନେଇ ପାରିଥିଲା ଲୋକମାନେ ମଧ୍ୟ ଆସନ୍ତୁ, ମୋ ଠାରୁ ନେଇକି ଟେଷ୍ଟ କରନ୍ତୁ। ମଳକଣ୍ଠ 1, ଟିବି ହସ୍ପିଟାଲ ଠାରୁ ଆପଣମାନେ ଫେରି ଆସିଥିବେ, ଆସନ୍ତୁ। ଟିବି 2, ରଙ୍ଗା ଆଲତି ମାନେ ରଙ୍ଗି କରି ଘା ହେବ, ଗୋଡ଼େ ହଉ, ହାତେ ହଉ, ମୁଣ୍ଡେ ହଉ, ରଙ୍ଗି କରି ଘା ହେବ। ସେଟା ଗୋଟେ। ଆର୍ ଗୋଟେ ଆଲତି ବୋଲିକରି କୁହାଯାଏ ଆମର କଳାହାଣ୍ଡିଆ ଭାଷାରେ। ସେଟା ଖାଲି ଘା ହେଇଯିବ ଆର ବହୁତ ବାଧା ଦେବ। ସେଟା ଲୋକମାନେ ସେଟାକେ ଭାବନ୍ତି କ୍ୟାନ୍ସର ବୋଲିକରି। ସେ ଜିନିଷ ବି ଆସନ୍ତୁ, ମୋ ଠାରୁ ଟେଷ୍ଟ କରନ୍ତୁ। ହେଲା, ଆପଣମାନେ ଠିକ୍ ଭାବରେ ପରାମର୍ଶ ନିଅନ୍ତୁ। ଆଉ ଦାନ୍ତ ବିନ୍ଧା ପାଇଁ ମଧ୍ୟ ମୋ ଠାରୁ ନେଇ ଟେଷ୍ଟ କରନ୍ତୁ। ଧନ୍ୟବାଦ। ଆଉ କିଛି ଅଛି, ଆଖିରେ ଯେଉଁ ଫୁଲା ପଡ଼ିଥିବ ସେ ଜିନିଷ ବି ମୋ ଠାରୁ ନେଇ ଟେଷ୍ଟ କରି ଦେଖନ୍ତୁ। ଟିବି ମଳକଣ୍ଠ ଠାରୁ ଆରମ୍ଭ କରି ମୁଁ ଯେତେଟା ଜିନିଷ କହିଛି, ଆଖି ଫୁଲା ମାନେ ଆଖିରେ ଫୁଲି ହୁଏ আর তার আଖିକୁ ଖରାପ କରିବାକୁ ଚାହେଁ, ସେ ଜିନିଷ ମଧ୍ୟ ମୋ ଠାରୁ ଟେଷ୍ଟ କରିବେ। ଟିବିରୁ ମଧ୍ୟ ଟେଷ୍ଟ କରିବେ। ରଙ୍ଗା ଆଲତି ବୋଲିକରି ଆମର ଗାଉଁଲିଆ ଭାଷାରେ କୁହାଯାଏ, ସେଇଠି ମଧ୍ୟ ଟେଷ୍ଟ କରିବେ। আর ସାଧାରଣ ଆଲତି ସେଇଠି ମଧ୍ୟ ଟେଷ୍ଟ କରିବେ। ଆଲତି ମାନେ ଘା ହେବ, ରଙ୍ଗି କରି ରଙ୍ଗି ଯିବା ସେଟା। আর ସାଧାରଣ ଆଲତି ହେଲେ ସେ ସାଙ୍ଗେ ରହିଯିବ, ସେ ବଡ଼ ଘା କରି ବଡ଼ ଆକାରକେ କରି ନେଇଯିବ। ତେଣୁକରି ଆପଣମାନେ ଏତିକି ଠାରୁ ଜାଣନ୍ତୁ। ଆଉ ମଳକଣ୍ଠ ନିମନ୍ତେ ମଧ୍ୟ ଅଧିକରୁ ଅଧିକ ପଇସା ଖର୍ଚ୍ଚ କରୁଛନ୍ତି, ବୃଥା ହେଇଯାଉଛନ୍ତି, ହସ୍ପିଟାଲ ଯାଇ ହାରି ଯାଇଛନ୍ତି, ଟିବିରେ ମଧ୍ୟ ହାରି ଯାଇଛନ୍ତି। ଏ ଘାରେ ଯେନ୍ କ୍ୟାନ୍ସର ବୋଲିକରି ମାନେ ଭାବି ରହିଯାଇଛନ୍ତି, ସେ ଲୋକମାନେ ବି ଆସନ୍ତୁ, ମୋ ଠାରୁ ପରାମର୍ଶ ନିଅନ୍ତୁ। ଆଖି ଫୁଲା, ଆଖି ଯାହାର ଖରାପ ହେଇଯାଇଥିବ ସେ ଲୋକ ବି ଆସିକରି ନିଅନ୍ତୁ ପ୍ରିୟ ବନ୍ଧୁ। আর ଥରେ ଟେଷ୍ଟ କରି ଦେଖନ୍ତୁ। এই ଅମର ଦାସ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଖନ୍ତୁ। ଏ ଭିଡ଼ିଓ ଅନ୍ୟମାନଙ୍କୁ ସବସ୍କ୍ରାଇବ୍ ପଠାଇ ଦିଅନ୍ତୁ, ଅନ୍ୟମାନେ ଯେମିତି ଜାଣିପାରିବେ ସତପଥ କୁଆର ଆସିବେ। ପ୍ରିୟମାନେ ଧନ୍ୟବାଦ। ଯଦି ନାଇଁ କାମ ଦେଉଛେ, ତାହା ହେଲେ ଆପଣମାନେ ଯାହା ଦେଇଥିବେ ପଇସା, ତାହା ହିଁ ପୁନର୍ବାର ଆମେ ଆପଣଙ୍କର ପାଖକୁ ପହଞ୍ଚାଇବୁ।
ଏମିତି ବି ଅଛି ପହଞ୍ଚେଇବୁ ବୋଲି କହିବାର ଅର୍ଥଟା ଏମିତି ଯେ ଏଇ କଳିଯୁଗିଆ ମଣିଷମାନେ କେବେ ଧାର୍ମିକ ନୁହନ୍ତି। ଯେତେ ଧାର୍ମିକ ହେଇ ଆସୁଛନ୍ତି ସେତେ ପାପରେ ପତିତ ହେଇଯାଉଛନ୍ତି। ତେଣୁକରି ପହଞ୍ଚେଇବାର କଥା ଏଇଟା ଭଲ ଆର୍ ଖରାପ ଅଛି। କିନ୍ତୁ ସତ ଲୋକକେ ପହଞ୍ଚେଇ ହେବ, ମିଥ୍ୟାବାଦୀମାନଙ୍କୁ ପହଞ୍ଚେଇ ହେବ ନାହିଁ। ଆରୁ ମୋର ଜିନିଷ ମାନେ ମୋର ମେଡ଼ିସିନ କେବେ ବି ପଇସା ଏତେ ଏତେ ଲୋକମାନେ ଆଜିକେ ନେଇକରି ସୁସ୍ଥ ହେଇଛନ୍ତି ପଇସାର କାରବାର କରନ୍ତି ନାହିଁ। ସେମାନେ ଖୁସିରେ ମୁଇଁ 1000 କହିଲେ ସେମାନେ 1500 ଦିଅନ୍ତି ମୋର ମେଡ଼ିସିନ ଦ୍ୱାରା। ତେଣୁକରି ପ୍ରିୟମାନେ ନେଇ ଥରେ ଟେଷ୍ଟ କରନ୍ତୁ। ଆର ଏତିକି ଠାରୁ ରଖୁଅଛି। ଧନ୍ୟବାଦ।